ଆଜି ମୁଁ ନଥିବା ଅବସ୍ଥାରେ ମୋ ଭାଇ ଭଉଣୀ ମାନେ ମୋ ଫୋନ ସହ ଯାହା କଲେ ଆଉ ପରେ ଜାଣିଲା ପରେ ମୋ ହସ କାନ୍ଦ ସବୁ ଏକାଥରେ ସମାନ ହେଇଗଲା। ତ ଆଜି ସକାଳୁ ସକାଳୁ ଆମ ପିଲାମାନଙ୍କର ଏକା ଜିଦ୍ ଯେ ମୁଁ ଆଜି ମ୍ୟାଗି କରିବି ଆଉ ସେମାନେ ମୋ ହାତ ରନ୍ଧା ମ୍ୟାଗିକୁ ଏନ୍ଜୟ କରିବେ। ଆଉ ସେଇଥିପାଇଁ ଆମେ ଭାଇ ଭଉଣୀ ଦିଟା ଲାଗିପାତି ଚୁଲି ଲଗେଇବା ପରେ ମ୍ୟାଗି କରିବା ପାଇଁ ବସି ପଡିଥିଲୁ। ଆଉ ଭଜା ହେବା ଭିତରେ ମୁଁ ପଚାମୁହିଁ ଏଠି ବ୍ରଶ କଲା ବେଳେ ଆଉ ଜଣେ ଆମର ଏଠି ମ୍ୟାଗି ଡ୍ୟାନ୍ସ କରୁଛନ୍ତି। ୱା ୱା, ଆପଣ ମାନେ ବି ଏନ୍ଜୟ କରନ୍ତୁ। ଆଉ ଫାଇନାଲି ମୁଁ ଫ୍ରେଶ ହେଇକି ଆସିବା ପରେ ରେଡି ହେଇଯାଇଥିଲା ଆମ ସ୍ପେଶିଆଲ ଇପି। ଆରେ ମୁଁ ଇପି କରିଲି ପରା, ଆଉ ମ୍ୟାଗି କାହିଁକି କରିବି? ଆଉ ଯେହେତୁ ମାଲିକ ଘରେ ନଥିଲେ ଆସିବା ପରେ ଲାଗି ପଡିଲେ ତାଙ୍କ ଡ୍ୟୁଟିରେ। ମାନେ କେବେ ଯଦି ମୋ ଉପରେ ସେ ଭାଗ ବାଣ୍ଟିବା ଦାୟିତ୍ୱ ଆସେ ସେ ସବୁ ମୁଁ ମାଲିକ ଉପରେ ଛାଡିଦିଏ। କାରଣ ସେ ଭାଗ ବାଣ୍ଟରେ ଯଦି କିଛି ଏପଟ ସେପଟ ହେଲା ଆମ ଘରେ ଯୋଉ ଜନ୍ତୁ ଅଛନ୍ତି ସେ କହିବ ସେ କହିବ ପେ, ମୋର ବେଶୀ ମୋର କମ, ସବୁ ସଇଲା। ଆଉ ଠିକ ଖିଆ ପିଆ ପରେ ଫୋନ ରଖି ମୁଁ ମୋ କାମରେ ଲାଗିଥିଲି। ଆଉ ସେ ଟାଇମ ରେ ଏମାନେ ମୋ ଫୋନରେ କଣ କରୁଛନ୍ତି ଦେଖନ୍ତୁ ଖାଲି। ଆଉ ଏସବୁ ଭିଡିଓ ମୁଁ ପରେ ଯେତେବେଳେ ଫୋନ କଲି କି ଦେଖିଲି ନା ମୁଁ ହସି ହସି ପୁରା ଗଡି ଗଲି। ଆଉ ମୋ ରାଗଟା ଏ ହସ ସହିତ ପୁରା କଣ୍ଟ୍ରୋଲ ହେଇଗଲା। ଦେନ୍ ବାହାରକୁ ଆସିକି ଦେଖେ ତ ମାଉସୀ ଚୁଲି ପାଖରେ ପଣସ ଚିଲି ପ୍ରିପାରେସନ ଲାଗିଛି। ଆଉ ସେଇଥିପାଇଁ ମାଉସୀ ପଣସ ପକୋଡା କରିବା ଭିତରେ ମୁଁ ବସି ପଡିଲି ପିଆଜ କାଟିବାକୁ। ଆଉ ପିଆଜ କଟା ସଇଲା ପରେ ଯେତେବେଳେ ଗୋଟେ ନେଇ ମୁଁ ଟେଷ୍ଟ କରିଲି, ଓ ମାଇ ଗଡ୍, ଏଇଟା ଭେଜ ପକୋଡା ନୁହଁ, ଏଇଟା ଚିକେନ ପକୋଡା। ସତରେ ଯଦି ନନଭେଜ କୁ କାଟିବାର କାହା ପାଖରେ ପାୱାର ଅଛି ତାହେଲେ ସେଇଟା ହଉଛି ପଣସ କଠାର। ଆଉ ଫାଇନାଲି ପଣସ ଚିଲି ହେବା ପରେ ଏବେ ଆମର ପଖାଳ ମାଡ ହବ। ଆଉ ସେଇଥିପାଇଁ ମା ତାର ଆସନ ପକେଇଲାଣି। କିଏ ଆଉ ଥାଉ ନଥାଉ ପଖାଳ ବେଲା ଡାକ ଦବ ସେଠି ପୁଣି ମୁଁ ନଥିବି? ନା ନା, କଥାଟା ପୁରା ଆକାଶ ମାଛ ଚିଲିକା କଇଁଆ ଭଳିଆ କଥାଟା ହେଇଯିବ। ଆଉ ଆଜି ଆମ ପଖାଳ ସାଙ୍ଗକୁ ହେଇଛି ପଣସ ଚିଲି, ଚିକେନ କଷା ଆଉ ମାଛ ଭଜା। ମାନେ ଏକାଥରକେ କହିବାକୁ ଗଲେ ପୁରା କେରକେରା। ଆଉ ଫାଇନାଲି ସାଙ୍ଗମାନେ ଆଜି ସମସ୍ତଙ୍କ ସହ ମିଶି ଏସବୁ ଖାଇ ମୋ ଭିତର ଜ୍ୱାଳାମୁଖୀକୁ ଶାନ୍ତ କରିଥିଲି। ଆଉ ମୁଁ ଯିବା ପୂର୍ବରୁ ଆପଣ ମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିବେ ବୋଲି ଆଶାରେ ରହିଲି। ଜୟ ଜଗନ୍ନାଥ।